ଲାଗୁଛି। ତ ଆପଣମାନେ ବି ଏମିତି ଭଗବାନଙ୍କୁ ଡାକୁ ଥାଆନ୍ତୁ ମୋ ଝିଅ ଟିକେ ଶୀଘ୍ର ଟିକେ ମୁଣ୍ଡ ଉଠାଉ। କାଲିର ନ୍ୟୁଜ୍ ଦେଖି ପୁରା ଭୟଭୀତ ହେଇଯାଇଛି। ଦୁଦୁ ବାପା ତ ମାନେ ଯେତେ ବୁଝେଇଲେ ବି ସେ ଜମା। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ଗେଲି ବ୍ଲଗ୍। ତ ଆଜି ଟିକେ ଅବାଗିଆ ଦେଖାଯାଉଛି କାହିଁକିନା ଆଜି ବେକରେ ମଙ୍ଗଳସୂତ୍ରଟା ନାହିଁ। ମଙ୍ଗଳସୂତ୍ରଟା ଆଜି ଟିକେ ତା କଡ଼ିଟା ଟିକେ ଖୋଲିଗଲା, ଲୁଜ୍ ହେଇଯାଇଥିଲା ତ ଖୋଲିଗଲା। ତ ଏଠି ଆମର ଡୁଡୁ ମହାରାଣୀ ଶୋଇଛନ୍ତି, ଭାରି ଅବାଗିଆ ଲାଗୁଛି ମତେ। ତ ଏଠି ଆମର ଡୁଡୁ ଶୋଇଛି, ଘି କରିଦେଇ ଶୋଇଛି। କାଲି ଘି କରିନଥିଲା, ଯଦି ଗୋଟେ ଦିନ ଘି ନ କରୁଛି ତାପର ଦିନ ତା'ର ଝାଡ଼ା ବହୁତ ଟାଇଟ୍ ହେଇଯାଉଛି, ତ ସେ ବହୁତ କଷ୍ଟ ପାଉଛି, ସତ କଥା। ଏମିତି ହେଲା କଥା। ତ ଆଜି ଆମର ଆସିଛି ମାଛ, ଆଉ ମାଛ ମୁଣ୍ଡ ଆସିଛି, ପୋଇ ଛେଞ୍ଚଡ଼ା ହେବ। ତ ଦେଖନ୍ତୁ ଏଠି ମୁଁ ମାଛ ହେଇ ଭାଜୁଛି, ଏଠି ଏଇ ମୁଣ୍ଡ ଅଛି, ଆଜି ପୋଇ ଛେଞ୍ଚଡ଼ା କରିବି। ସବୁ ପରିବାପତ୍ର କାଟିଦେଇଛି, ଟମାଟର, ପିଆଜ, ଏଠି ସୋରିଷ ମସଲା। ମାଛ ତରକାରୀ ପାଇଁ ବି ଏଠି ଆଳୁ ଭାଜି ଦେଇ ସାରିଲିଣି। ତ ଆଜି ଆମର ହେଉଛି ଏଠି ରୋଷେଇ। ଆଉ ଡୁଡୁ ପାଇଁ ବି ମୁଁ ଏଠି ଗାଜର, ଆଳୁ, ଅମୃତଭଣ୍ଡା ଏଗୁଡ଼ା ସବୁ ସିଝାସିଝି କରିଦେଇଛି। ଭାତ ବି ଫୁଟିଲାଣି। ତ ଏମିତି କାମ। ତ ଏବେ ରୋଷେଇଟା ବସେଇ ଦେଇଛି, ମାଛଟା ଭାଜି ହେଲେ ତାକୁ ତରକାରୀ କରିବି। ଆଉ ଏ ମାଲଟା ଟିକେ ଅତି ଅବାଗିଆ ଦେଖାଲା, ମାମାଙ୍କର ଏ ମାଲଟା ଥୁଆଇଥିଲା ତ ପକେଇଦେଲି ଟିକେ ବେକରେ। ମାନେ ଚେନ୍ଟା ଆଣି ଯଦି ମାନେ ମଙ୍ଗଳସୂତ୍ରଟା ମାନେ କଡ଼ିଟା ବାହାରି ଯାଇଛି, କିନ୍ତୁ ସେଟା ଆଣିକି ତାପରେ ଚେନ୍ଟା ବି ଆଣି ପକାଇଥାନ୍ତି, କିନ୍ତୁ ଗଡ଼ରେଜ୍ ଖୋଲିଲା ମୋତେ କଡ଼କଡ଼ କଡ଼କଡ଼ ସାଉଣ୍ଡ ହେବ। ତ କଡ଼କଡ଼ ସାଉଣ୍ଡ ହେଲେ ଝିଅ ଶୋଇଛି ଉଠି ପଡ଼ିବ, ସେଥିପାଇଁ ମୁଁ ସେ ଭୟରେ ମୁଁ କହିଲି ସେ ଉଠିଲେ ବରଂ ପିନ୍ଧିବି, ଏବେ ଯାହା ଅଛି ପକାଇଦେବି। ହେଠି ମାମାଙ୍କର ଏଇଟା ଆଖି ଆଗରେ ପଡ଼ିଲା, ପକାଇ ଦେଇଛି। ଏମିତି ସବୁ କଥା। ଆଜି ତ ରୋଷେଇବାସ ଆପଣମାନଙ୍କୁ କହିଲି, ଏ ଆଜି ରୋଷେଇ ହେବ। ଆଉ ସେଦିନ ଆମେ ମୂଷା ଔଷଧ ଛାତ ଉପରେ ଦେଇଥିଲୁ, ଗୋଟେ ମୂଷାଟେ ମରିକି ଜମା ବାଲକୁନିରେ ପଡ଼ିଥିଲା। ଆଜି ପୁରା କୋତରା ହେଇଯାଇଥିଲା ବର୍ଷା ଉଠିକି, ତାକୁ ଆମ ଫିନାଇଲ୍ ପକାଇ ସଫା କରିଦେଇଛନ୍ତି। ତ ଏମିତି ଆଉ ସବୁ କଥା। ଆଜି ତ ଡୁଡୁ ବାପା ବୋଧେ ଆଜି ଅଫିସରୁ ଆସିବେନି, ତାଙ୍କର ଆଜି ଭୋଜି ଅଛି, କାଲି ଆସିବେ। ତ କାଲି ଆପଣ ତ ମୋ ଭିଡ଼ିଓ ଦେଖିଥିବେ କି ମୁଁ କହୁଥିଲି ଯେ ଡୁଡୁ ଟିକେ ଟିକେ ମୁଣ୍ଡ ଉଠାଇବାକୁ ଚେଷ୍ଟା କରୁଛି। ସତ କଥା, ମୁଣ୍ଡ ଟିକେ ଟିକେ ସେ ଉଠାଇବାକୁ ଚେଷ୍ଟା କରୁଛି। ତା ଗୋଡ଼ରେ ଯେତେବେଳେ ବି ମୁଁ ଧରୁଛି, ସେ ମୁଣ୍ଡ ଏମିତି ଟେକିବାକୁ, ଏମିତି ମାନେ ତା ଦେହରେ ଯେତେ ବଳ ସବୁ ଲଗେଇକିଣି ଗୋଡ଼ ହାତ ଆଣ୍ଠି କରିକି ଟେକିବା ପାଇଁ ସେ ବହୁତ ଚେଷ୍ଟା କରୁଛି। କି ବସେଇ ଦେଲେ ବି ମୁଣ୍ଡ ଏମିତି ଆଗକୁ ଆଗକୁ ଏମିତି ଝୁଲେଇକି କିଛି ସମୟ ରଖୁଛି, ଏମିତି କରୁଛି। ବହୁତ ଖୁସି ଲାଗୁଛି। ତ ଆପଣମାନେ ବି ଏମିତି ଭଗବାନଙ୍କୁ ଡାକୁ ଥାଆନ୍ତୁ ମୋ ଝିଅ ଟିକେ ଶୀଘ୍ର ଟିକେ ମୁଣ୍ଡ ଉଠାଉ। ଏମିତି ସବୁ କଥା। ଆଉ କ'ଣ କହିବି। ଆଉ କାଲି ତ ଗୋଟେ ନ୍ୟୁଜ୍ରେ ଯେମିତି ଦେଖିଲି ଯେ ଆମେ ବି ଯେତେବେଳେ ଯାଇଥିଲୁ ଡୁଡୁର ଅପରେସନ୍ କରୁ, ସେ ଭଉଣୀ ଜଣକ ବି ଯାଇଥିଲେ ତାଙ୍କ ପୁଅକୁ ନେଇ, 7 ବର୍ଷର ପୁଅ ଯେଉଁ ଏମ୍ସରେ ନ୍ୟୁଜ୍ ଆସିଲା ଯେ ମୋର ମାନେ କ'ଣ ଅପରେସନ୍ କରିଦେଲେ, ମୁଁ ନିଜେ ବି ଜାଣିନି, ମୋ ପିଲାର ଟ୍ୟୁମର୍ ହେଇନି, ସେମାନେ ଟ୍ୟୁମର୍ କହିଲେ, ସଣ୍ଟ ଲଗେଇଥାନ୍ତେ, କଥା ହେଇଥିଲା, ଏତେ ସବୁ କାମ କରିଦେଲି। ଯେଉଁ କାଲି ନ୍ୟୁଜ୍ଟା ଆସିଲା ତାକୁ ଦେଖିକି ଆମେ ସବୁ ଘରେ ଭୟଭୀତ ହେଇଗଲୁ। ତାପରେ ଇଏ ସେ ଡରିଗଲେ, ନାଇଁ ଏବେ ଯିବାନି, ମୁଁ ଡିସେମ୍ବରରେ ଝିଅକୁ ନେଇକି ଯିବି, ଏବେ ଏମିତି କଥା। ସମସ୍ତେ ଆମ ଘରେ କାଲିର ନ୍ୟୁଜ୍ ଦେଖି ପୁରା ଭୟଭୀତ ହେଇଯାଇଛି। ଡୁଡୁ ବାପା ତ ମାନେ ଯେତେ ବୁଝେଇଲେ ବି ସେ ଜମା ରାଜି ନାହାନ୍ତି, କହୁଛନ୍ତି ନାଇଁ ମୋ ଝିଅ ଏବେ ସବୁ ଠିକ୍ଠାକ୍ କରୁଛି, ଟିକେ ଟିକେ ରିକଭରି କରୁଛି। ମୁଁ ଏଇସା ଯଦି ଡକ୍ଟର କତିକି ନେଇଯିବି, ଡକ୍ଟର ପୁଣି କହିବେ ଏଟା ଏମିତି ହେଇଛି, ସେଟା ସେମିତି ହେଇଛି, ପୁଣି ଅପରେସନ୍ କରିବାକୁ ସେ କହିବେ, ମୁଁ ଏଟା ସିଓର ଲେଖିକି ଦେବି। ଆଉ ମୁଁ ସେଥିପାଇଁ ମୋ ଝିଅକୁ ଏବେ ନେବିନି। ମୋ ଝିଅ କେତେ ରିକଭରି କରୁଛି ମୁଁ ଏବେ ଦେଖିବି ଡିସେମ୍ବର। ମୁଁ ଡିସେମ୍ବର ପୂର୍ବରୁ ମୋତେ କେହି କହିବେନି ମୋ ଝିଅକୁ ନେଇ ମେଡ଼ିକାଲ ଯାଉ। ତ ମୁଁ ଡିସେମ୍ବର ପରେ ଯାଇକି ମୋ ଝିଅକୁ ନେଇ ମେଡ଼ିକାଲ ଯିବି। ତ ଏଇଟା ସେ କାଲିଠୁ ତାଙ୍କର କହିଦେଇଛନ୍ତି ଫାଇନାଲ୍ କଥା। ସେ କହୁଛନ୍ତି ମୋତେ ଆଉ ଟୋଟାଲ୍ ତୁ କହିବୁନୁ ଏବେ ଝିଅକୁ ନେଇକି ଯାଉ, କାରଣ ମୋ ଝିଅ ଏବେ ଯାହା ଟିକେ ଟିକେ ରିକଭରି କରୁଛି, ତାକୁ ସେତେ ମେଡ଼ିକାଲରେ ନେଇକି ଗଲା ମାତ୍ରେ ସିଏ ସେତେ ପୁଣି ତାକୁ କହିବେ ଅପରେସନ୍ କର, ନେଇକି ଗଲା ମାତ୍ରେ ସେ ସେଇ କଥା କହିବେ ଅପରେସନ୍ କର, ପୁଣି ଏଟା କରୁନି ସେଟା କରୁନି, ଏମିତି କହିବେ। ମୋ ଛୁଆ ଟିକେ ଟିକେ ରିକଭରି କରୁଛି, ତ ଆସ୍ତେ ତାକୁ ଟିକେ ଟାଇମ୍ ଦିଅ, ତ ସେ ଆସ୍ତେ ଆସ୍ତେ କରିବ। ଏଇଟା ସବୁ କଥା। ତ ସେଥିପାଇଁ ଏବେ ଯିବା ମେଡ଼ିକାଲକୁ, ଆପଣମାନେ ଯେମିତି କହିଥିଲେ ଏବେ କ୍ୟାନସଲ୍। ତ ଡିସେମ୍ବରରେ ଯିବୁ, ଆଉ ଏବେ ଯିବୁ ନାହିଁ। ସକାଳୁ ପହରୁ ପୁରା ବର୍ଷା ମାନେ ଲାଗି ରହିଛି। ତ ମୁଁ ଏବେ ଆସିଲି, ମୁଁ କହିଲି ଟିକେ ଛାତ ଉପରକୁ ଗଲେ କେଉଁଠି କେତେ କ'ଣ ପାଣି ହେଇଛି ସବୁ ଦେଖିବା ପାଇଁ। ଆଗେ ତ ଦେଖିଲା ବେଳକୁ ଆମ ଛାତ ଉପରେ ହିଁ ପ୍ରବଳ ପାଣି। ଦେଖନ୍ତୁ କେତେ କେତେ ପାଣି ଜମିଛି, କେତିକି ପାଣି ଜମିଛି ଦେଖନ୍ତୁ। ଏଇଠି ଅଳିଆ ଗୁଡ଼ାକ ଜାମ୍ ହେଇଯାଉଛି, ଏ ଅଳିଆ ଗୁଡ଼ାକ ସବୁ ଜାମ୍ ହେଇଗଲା ବେଳକୁ ପାଣିଟା ଏତେ ଯାଉନି, ଏ ପାଣି ଗୁଡ଼ାକ ସେ ଯାଉନି। ସବୁ ଗାତରେ ଦେଖନ୍ତୁ ଅଳିଆ ଗୁଡ଼ା ଏମିତି ଜାମ୍ ହେଇଯାଇଛି। ମୁଁ ଆପଣମାନଙ୍କ ସହିତ ପରେ କଥା ଅଛି। ଆଗେ ବାଡ଼ି ଗୋଟେ ଆଣେ, ବାଡ଼ିରେ ଖେଞ୍ଚିକିଣି ଅଳିଆ ସବୁ ସଫା କରିମି। ଏଇଠି ଗୋଟେ ବାଡ଼ି ପାଇଲି, ଏଇ ବାଡ଼ିଟାରେ ସବୁ ଖେଞ୍ଚିମି ଯାଉଛି।
ବର୍ଷା ପୁଣି ପକେଇଲା लो माँ देख पुणी वर्षा पकेला दौड़िकी जाइलु दौड़िकी भी जापर कहीं नेली लगी देखूँ काचुकी पड़मी धीरे धीरे मनीष जीव ना काली भाया काचुकुनी पड़मी काली मुझे जाऊँगी ना ओदा चप्पल होता है वर्षा दिन पाद खसीगला काचुकी पड़ी था।